ଯଦି ଦଳର ନିର୍ଦ୍ଦେଶ କିଛି ଆସିବନି ମୁଁ ଯୋଗ ଦେବାଟା ସୁନ୍ଦର ନାହିଁ। ଯେହେତୁ ମୁଁ ସବୁଠୁ ସିନିୟର ଅଛି, ହେଲେ ଦଳ କାହାକୁ କରିବ କ'ଣ ନାହିଁ ନିଷ୍ପତ୍ତି କିଛି ହେଇନାହିଁ। ସିଏଲ୍ପି ଲିଡର ମୁଁ ଯଦି ଉପରେ ପଡ଼େ ଯେହେତୁ ମୋତେ ଫୋନ୍ ଆସିଥିଲା ଯେ ଆପଣ ଦଳରୁ କିଏ ଆସିବେ କି, ମୁଁ ଦଳ ନିଷ୍ପତ୍ତି ନେବ, ଆପଣ କଥାବାର୍ତ୍ତା ହୁଅନ୍ତୁ ପିସି ସଭାପତିଙ୍କ ସାଙ୍ଗରେ। ଯାହା ମୋତେ କହିଲେ ଆମର ସେକ୍ରେଟାରୀ କହିଲେ ଆମ ଚିଠି ଆସିଥିଲା ଆମର ଏଇଠୁ ବିଧାନସଭାରୁ ଚିଠି ଆସିଥିଲା। ଏ ଚିଠିକି ଏଇଠି କିଏ ଗ୍ରହଣ କଲେ ନାହିଁ। ଯେହେତୁ ଗ୍ରହଣ କଲେନି ମୁଁ କେମିତି ଯାଇକି ମିଟିଂ ଆଟେଣ୍ଡ କରିବି। ମୁଁ ଆସିଥିଲି କୋରାପୁଟରୁ ଆସିଲି, ଆସିଲି ପିସି ସଭାପତିଙ୍କ ସାଙ୍ଗରେ କଥା ହେଲି ମୁଁ ଆପଣଙ୍କ ମନ୍ତ୍ରୀ କ'ଣ ଫୋନ୍ କରିଥିଲେ ବୋଲି କହୁଥିଲେ। ସେ କହିଲେ ହଁ ଉପର ତ କିଛି ଅର୍ଡର ଆସିନି, ମୁଁ କାହା ନାଁ ଦେବି। ସେଇଥିପାଇଁ କିଏ ଜଏନ୍ କଲେ ନାହିଁ। ଜଏନ୍ ନ କରିବାଟା ଏଇଟା ଦୁର୍ଭାଗ୍ୟ। ବୋଧେ ଏଇଟା ପ୍ରଥମ ଥର ଇତିହାସରେ ଏଇଟା ପ୍ରଥମ ଥର ଯେ କଂଗ୍ରେସ ଦଳ ତରଫରୁ ଆମେ କେହି ଜଏନ୍ କରିପାରିଲୁ ନାହିଁ। ଇଏ ଏକ ଆମର ମୁଁ ଜାଣିବା ଭିତରେ 30 ବର୍ଷ ଭିତରେ ରାଜନୀତି ଭିତରେ କଂଗ୍ରେସ ଦଳରୁ ଅଲ୍ ପାର୍ଟି ମିଟିଂରେ ଯୋଉ ବିଧାନସଭା ଡାକିଛି ଏଇଟା ପ୍ରଥମ ଥର ଆମେ କିଏ ଉପସ୍ଥିତ ହେଇପାରିଲୁ ନାହିଁ। ମୁଁ ଦାୟୀ କାହାକୁ ଦେବି? ମୁଁ ତ ନିଜକୁ ଦାୟୀ କରୁଛି। ଦାୟୀ କିଏ? ଆମକୁ ନିର୍ଦ୍ଦେଶନା ଆସିଲେ ଆମେ ଯାଇପାରିବୁନି ନା। ମୁଁ ଗୋଟେ ସିନିୟର ଏବଂ ଡିସିପ୍ଲିନ ସୋଲଜର କଂଗ୍ରେସ ଦଳର। ମୁଁ ଗୋଟେ ସିନିୟର ଏବଂ ଡିସିପ୍ଲିନ ସୋଲଜର। କଂଗ୍ରେସ ଦଳ ଯାହା ନିଷ୍ପତ୍ତି ନେବ ମୁଁ ତାକୁ ମାନେ ଏବଂ ଯେହେତୁ କଂଗ୍ରେସ ଦଳର କୌଣସି ମତେ ନିର୍ଦ୍ଦେଶ ନାହିଁ ମୁଁ ସେଇଥିପାଇଁ ମିଟିଂରେ ଆଟେଣ୍ଡ କଲି ନାହିଁ। ବିଧାନସଭା ଚାଲିବ, କେହି ଯୋଗ ଦେବେନି ସର୍ବଦଳୀୟ ବୈଠକ। ଆମେ 14 ଜଣ ଅଛୁ। 14 ଜଣ ଭିତରେ କି ଯାହାକୁ କରିବେ ତାହିଁରେ କିଛି ମୋର ଅବଜେକ୍ସନ ନାହିଁ। କିନ୍ତୁ ସମ୍ବିଧାନ ଅନୁଯାୟୀ ଆମର ନିୟମ ଅନୁଯାୟୀ ଯିଏ ସିନିୟର ଯିଏ ବହୁତ ଥର ଜିତିଥିବ ସେ ହେବା ଉଚିତ। ମୁଁ ଚିଫ୍ ହୁଇପ୍ ଥିଲି। ମୁଁ ଦଳର ଜଣେ ଡିସିପ୍ଲିନ ସୋଲଜର ଯଦି ମତେ ନ କରିବେ କାହାକୁ ହେଲେ କରିବା ଦରକାର। ମିଟିଂ କାହାକୁ ହେଲେ ପଠାଇବା ଦରକାର ଥିଲା। ଯେହେତୁ ପଠେଇଲେନି ଏଇଟା ଦୁର୍ଭାଗ୍ୟ। ନାଇଁ ସେଇଥିପାଇଁ ତ ସେ ହେଉଛି ଯେହେତୁ ସେ ପିସି ସଭାପତି ସହିତ କଥାବାର୍ତ୍ତା ହେଲେ ମାନ୍ୟବର ମନ୍ତ୍ରୀ କଥା ହେଇଛନ୍ତି। ମତେ ବି କହିଛନ୍ତି ଯେ ଯାହାଦ୍ୱାରା କି କିଏ ମାନେ ଦିଲ୍ଲୀରେ ନିଷ୍ପତ୍ତି ହେଇପାରିନି। ପିସି ସଭାପତି କେତେ ଦୂର ତାପରେ ମାନେ ଯୋଗାଯୋଗ କରିଛନ୍ତି ମୁଁ ଜାଣିନି। ଯେହେତୁ ନିଷ୍ପତ୍ତି ହେଇପାରିନି କିଏ ଯୋଗ ଦେଲେନି, କାହାକୁ ନିର୍ଦ୍ଦେଶ ଆଇନି କିଏ ଯୋଗ ଦେଲେନି। ଆଉ ହଁ ବହୁ ମାନେ ଏଇଟା କେବେ ହେଇନି, ପ୍ରଥମ ଥର ଏଇଟା ହେଲା। ଏଇଟା ଦୁର୍ଭାଗ୍ୟଜନକ କଥା। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।